ନମସ୍କାର ସାଟିସ୍ଫାୟରରେ ଆପଣମାନଙ୍କ ସ୍ୱାଗତ। ଆମେ ଗତ କ୍ଲାସ୍ରେ ବିଶେଷ ପଦ ଭାବରେ କ୍ଲିୟର ପଢ଼ି ସାରିଛେ। ଆଉ ବିଶେଷ କାହା କହିବା, ଯେଉଁ ପଦ କୌଣସି ବ୍ୟକ୍ତିର ନାଁକୁ, ଜାତିର ନାଁକୁ, ଗୁଣର ନାଁକୁ, କ୍ରିୟାର ନାଁକୁ ବୁଝାଉଥିବା ଆମେ ବିଶେଷ ପଦ ତାହାକୁ କହିବା। ପଦ ମଧ୍ୟ ଜାଣିଛେ, ପଦ କାହାକୁ କୁହାଯାଏ? ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କହିଥାଉ। ଆମେ ସେଇଟା ମଧ୍ୟ କାଲି ଡିସ୍କସନ୍ କରିଛେ। ଆଉ ପଦକୁ ଆମେ 5 ଭାଗରେ ବିଭକ୍ତ କରୁଛେ। ସେଗୁଡ଼ିକ ହେଲା ଯଦି ବିଶେଷ୍ୟ ପଦ, ସର୍ବନାମ ପଦ, ବିଶେଷଣ ପଦ, ଅବୟବ ପଦ, କ୍ରିୟା ପଦ। ଆମେ କାଲି ପଢ଼ିଥିଲା ବିଶେଷ୍ୟ ପଦ। ବିଶେଷ୍ୟ ହେଉଛି ଆମର 5 ପ୍ରକାର। ବିଶେଷ୍ୟ ପଦ ହେଉଛି ଆମର 5 ପ୍ରକାର: ନାମବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ଗୁଣବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ। ଭଲ ଭାବରେ ଆମେ 5ଟି ବିଶେଷ ପଦକୁ ଡିସ୍କସନ୍ କରିକି ଆମେ ଜାଣିଛେ। ଉଦାହରଣ ବିଭିନ୍ନ ପ୍ରକାର ଆମେ ଏକ୍ଜାମ୍ପଲ୍ ନେଲା ଭଲ ଭାବରେ ବୁଝିଛେ ମଧ୍ୟ। ତେଣୁକରି ଆମେ ଯେତେ ବି ଆଜି ତାର ବିଶେଷ ପଦକୁ ତାର MCQ କରିବା, ଯାହାକି ତୁମର ବିଭିନ୍ନ ପ୍ରକାର ଏକ୍ଜାମ୍, ଟିଚିଂ ଏକ୍ଜାମ୍ ହେଉ, ଆଦର୍ଶ ବିଦ୍ୟାଳୟ ଏକ୍ଜାମ୍ ହେଉ, SI ଏକ୍ଜାମ୍, ବିଭିନ୍ନ ପ୍ରକାର ଏକ୍ଜାମ୍ ଯାହା କିଛି ବିଶେଷ ପଦ ଗୁଡ଼ିକରୁ କୋଶ୍ଚିନ୍ ଅଛି ସେଗୁଡ଼ିକୁ ଆମେ ଆଜି ଡିସ୍କସନ୍ କରିବା ଏବଂ ବିଭିନ୍ନ ପ୍ରକାର ଆମେ ଆଜି MCQ ଡିସ୍କସନ୍ କରିବା, ଯାହାଫଳରେ ତୁମେମାନେ ଆଜି ଏ ବିଶେଷ ପଦକୁ କ୍ଲିୟର ହେଇପାରିବେ। ତେଣୁକରି ଆମେ ଷ୍ଟାର୍ଟ କରିବା ଆଜିର ପ୍ରଥମ କୋଶ୍ଚିନ୍ଟି। ଯଦି ପ୍ରଥମ କୋଶ୍ଚିନ୍ରୁ ଆରମ୍ଭ କରିବା ପୂର୍ବରୁ ଚ୍ୟାନେଲକୁ ଯଦି ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିଦେବେ ଏବଂ ବନ୍ଧୁମାନଙ୍କ ସହିତ ସେୟାର କରିଦେବେ, ଯାହାଫଳରେ ତୁମେମାନେ ସର୍ବପ୍ରଥମେ ବିଭିନ୍ନ ପ୍ରକାର ଯାହା କିଛି ପଢ଼ା ହେବ ଆପଣମାନେ ନିହାତି ଦେଖିପାରିବେ ସର୍ବପ୍ରଥମେ। ଚାଲ ଠିକ୍ ଅଛି, ଷ୍ଟାର୍ଟ କରିବା ପ୍ରଥମ କୋଶ୍ଚିନ୍ଟି। ପ୍ରଥମ କୋଶ୍ଚିନ୍ ଷ୍ଟାର୍ଟ କରିବା। ଉତ୍ତମ ଶିକ୍ଷକମାନେ ରାଜ୍ୟ ଓ ଜାତୀୟ ପୁରସ୍କାର ଲାଭ କରନ୍ତି। ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ କହିବା? ଏଇଟା ଅପସନ୍ ଏ ରହିଛି ଜାତିବାଚକ, ଗୁଣବାଚକ, ବସ୍ତୁବାଚକ କି ନାମବାଚକ। ଏହାର ସଠିକ୍ ଆନ୍ସର ହେବ ଶିକ୍ଷକ। ଶିକ୍ଷକ ଯେହେତୁ ଗୋଟେ ଶ୍ରେଣୀକୁ ବୁଝୁଛି, ତେଣୁକରି ଗୋଟେ ଶିକ୍ଷକ ଶ୍ରେଣୀକୁ ବୁଝୁଛି, ଗୋଟେ ଗୋଷ୍ଠୀକୁ ବୁଝୁଛି, ତେଣୁକରି ଜାତିବାଚକ ବିଶେଷ୍ୟ। ଆମେ ଜାତିବାଚକ ବିଶେଷ କାହାକୁ କହିବା? ଯଦି କୌଣସି ପଦ କୌଣସି ଶ୍ରେଣୀର ନାଁକୁ, ଗୋଷ୍ଠୀର ନାଁକୁ, ସମଷ୍ଟିର ନାଁକୁ ବୁଝୁଥିବ, ତାକୁ ଜାତିବାଚକ ବିଶେଷ୍ୟ ଆମେ କହିବା। ଗୁଣବାଚକ ବିଶେଷ୍ୟ କାହାକୁ କହିବା? ଯେଉଁ ପଦ କୌଣସି ଗୁଣର ନାଁକୁ ବୁଝୁଥିବ ତାକୁ ଆମେ ଗୁଣବାଚକ ବିଶେଷ୍ୟ। ବସ୍ତୁବାଚକ ଯେମିତି କୌଣସି ପଦ ଗୋଟେ ବସ୍ତୁର ନାଁକୁ ବୁଝୁଥିବ ତାକୁ ବସ୍ତୁବାଚକ ବିଶେଷ୍ୟ। ବା ଗୋଟେ ନାମବାଚକ କୌଣସି ପଦ କୌଣସି ନାଁକୁ ସୂଚାଉଥିବା, ଗୋଟେ ବ୍ୟକ୍ତିର ନାଁକୁ ସୂଚାଉଥିବ, ତାକୁ ନାମବାଚକ ବିଶେଷ୍ୟ କହିଥାଉ। ଏହାର ସଠିକ୍ ଆନ୍ସର ହେବ ଏ। ଛାତ୍ରମାନେ ଅପେକ୍ଷା ପରୀକ୍ଷାରେ ଭଲ କରନ୍ତି। ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାର ବିଶେଷ୍ୟ? ଏହାର ଅପସନ୍ ଏ ଅଛି ବସ୍ତୁବାଚକ, ଅପସନ୍ ବି ଅଛି ଗୁଣବାଚକ, ଅପସନ୍ ସି ଅଛି ନାମବାଚକ କି ଅପସନ୍ ଡି ଅଛି ବ୍ୟକ୍ତିବାଚକ। ଏହାର ସଠିକ୍ କେଉଁଟା ହେବ? ଏହାର ଛାତ୍ରୀ ଯେହେତୁ ଗୋଟେ ସମଷ୍ଟିକୁ ବୁଝାଇଥିଲେ, ଏଇଟା ଜାତିବାଚକ ବିଶେଷ୍ୟ ହେବ। ଜାତିବାଚକ ଅପସନ୍ରେ ନାହିଁ, ଏହାର ଅପସନ୍ ଭୁଲ ହେଇଛି। ଜାତିବାଚକ ବିଶେଷ୍ୟ ଯେହେତୁ ଛାତ୍ରୀ ସମଗ୍ରକୁ ସୂଚିତ, ତେଣୁ ଜାତିବାଚକ ବିଶେଷ୍ୟ ହେବ। ଅପସନ୍ ଆମେ 4 ନମ୍ବର କୋଶ୍ଚିନ୍ ଦେଖିବା। ବାଳିକାମାନଙ୍କ ମଧ୍ୟରେ ଯଦି ଆମେ କଳ୍ପନା, ବୁଦ୍ଧିମତୀ, ରେଖାଙ୍କିତ ପଦଟି କ୍ରମାନ୍ୱୟ ଅନୁସାରେ କେଉଁ ପ୍ରକାର ବିଶେଷ୍ୟ? ଯଦି ଦେଖିବା, ବାଳିକା ଯେହେତୁ ଜାତିବାଚକ ହେବ, ଆଉ କଳ୍ପନାଟି ଯଦି ଆମେ ଦେଖିବା ତାହେଲେ ତା ଗୋଟେ ନାମବାଚକ ବିଶେଷ୍ୟ। ଅପସନ୍ ଦେଖିବା ଯେ ନାମବାଚକ ବିଶେଷ୍ୟ କୋଉଟା? ନାମବାଚକ କି ଜାତିବାଚକ କି ବସ୍ତୁବାଚକ କି ଜାତିବାଚକ କି ନାମବାଚକ କି କୌଣସି ନୁହେଁ। ଏହାର ସଠିକ୍ ଆନ୍ସର ହେବ ଏଇଟା ହେବନି। ଏଇଟା ସଠିକ୍ ଆନ୍ସର ଜାତିବାଚକ, ଆଉ ତାପରେ ହେବ ନାମବାଚକ। ଯେହେତୁ ବାଳିକାଟି ଜାତିବାଚକ, ନାମବାଚକ ହେଉଛି କଳ୍ପନା। ହଁ, 5 ନମ୍ବର କୋଶ୍ଚିନ୍ ହେଲା, ଶାରୀର ଗାଈଟି ଥିଲା, ତାହାର ନାଁ ନେତ। ରେଖାଙ୍କିତ ପଦ ଦୁଇଟି କ୍ରମାନ୍ୱୟରେ କେଉଁ ପ୍ରକାର ବିଶେଷ୍ୟ? ଅପସନ୍ ଏ ରେ ଅଛି ବସ୍ତୁବାଚକ, ଜାତିବାଚକ, ଅପସନ୍ ବି ରେ ଅଛି ନାମବାଚକ, ଜାତିବାଚକ, ଅପସନ୍ ସି ରେ ଅଛି ଜାତିବାଚକ, ନାମବାଚକ। ଏଇଟା ଜାତିବାଚକ, ନାମବାଚକ କି କୌଣସିଟି ନୁହେଁ। ଆର ସଠିକ୍ ଆନ୍ସର ହେବ କୌଣସିଟି ନୁହେଁ, କାରଣ ସାରିଆ ଗୋଟେ ନାଁ ଆଉ ନେତ ଗୋଟେ ନାଁ। ଏମିତି ଅପସନ୍ ନାମବାଚକ ପହିଲା ତ ନାମବାଚକ, ଜାତିବାଚକ ଏଇଟା ଯଦି ହେଇଥାନ୍ତା ନାମବାଚକ, ଏଠାରେ ଅପସନ୍ ନମ୍ବର ବି ହେଇଥାନ୍ତା। ବସ୍ତୁବାଚକ ଅଛି, ଜାତିବାଚକ, ଏଇଟା ତ ହେବନି। ଏଇଟା ଯଦି ନାମବାଚକ ଅଛି ବାଟକେ, ଯଦି ଏଇ ବାଟରେ ବି ନାମବାଚକ ହୋଇଥାନ୍ତା ବେଲେ ଅପସନ୍ ନମ୍ବର ସି ବି ହୋଇଥାନ୍ତା। ତେଣୁକରି ଅପସନ୍ ନମ୍ବର ଡି ହେବ ତାର କରେକ୍ଟ ଆନ୍ସର। ଏଇଟା ହେଲା ସାରିଆ ମଧ୍ୟ ନାମବାଚକ, ନେତା ମଧ୍ୟ ନାମବାଚକ ବିଶେଷ୍ୟ। 6 ନମ୍ବର ହେଲା, କାଳିଦାସକୁ ଭାରତର ଶେକ୍ସପିୟର କୁହାଯାଏ। ଏହା କେଉଁ ପ୍ରକାର ବିଶେଷ୍ୟ ପଦ? କାଳିଦାସକୁ ଭାରତର ଶେକ୍ସପିୟର କୁହାଯାଏ, ଏହାର କେଉଁ ପ୍ରକାର ବିଶେଷ୍ୟ ପଦ? ଆମେ କାଲି ପଢ଼ିଥିଲା କି ଯେ
ଯେତେ ବି ନାମବାଚକ ବିଶେଷ୍ୟ ମଧ୍ୟ ଜାତିବାଚକ ବିଶେଷ୍ୟ ଅନୁସାରେ ବ୍ୟବହାର ହୋଇଥାଏ। ଆଉ ସେତେବେଳେ ବ୍ୟବହାର ହେଲେ ତା ପୂର୍ବରୁ ଯେଉଁ ନାମବାଚକ ବିଶେଷ୍ୟ ବ୍ୟବହାର ହୋଇଥାଏ ଜାତିବାଚକ ଅନୁସାରେ ତା ପୂର୍ବରୁ ର ଏବଂ ପରି ବିଭକ୍ତି ବ୍ୟବହାର ହୁଏ ବୋଲି ଆମେ ଡିସ୍କସନ୍ କରିଥିଲା କାଲି ଜାଣିଥିଲା। ତେଣୁକରି ଏଗୁଡ଼ିକ ଦେଖ ପହଲା ଯେନ୍ 6 ନମ୍ବର କ୍ୱେଶ୍ଚିନ୍ଟି ଅଛି କାଳିଦାସକୁ ଭାରତର ସେକ୍ସପିୟର ବୋଲି କୁହାଯାଏ। କେଉଁ ପ୍ରକାର ବିଶେଷ୍ୟ ନାମବାଚକ ବିଶେଷ୍ୟ ଜାତିବାଚକ ବିଶେଷ୍ୟ କି ଏଇଟା ଠିକ୍ ଏଇଟା ତ ଅପସନ୍ ଠିକ୍ ନାହିଁ କି ଗୁଣବାଚକ ବିଶେଷ୍ୟ ଏଥିର ମଧ୍ୟରୁ କେଉଁଟା ଠିକ୍ ହେବ ନାମବାଚକ ବିଶେଷ୍ୟ କି ଜାତିବାଚକ ବିଶେଷ୍ୟ କି ଚଳାଚଳ କି ଗୁଣବାଚକ ଏଇଟା କେଉଁଟା ଅପସନ୍ ଠିକ୍ ହେବ ଏହାର ସଠିକ୍ ଆନ୍ସର୍ ହେବ ଜାତିବାଚକ ବିଶେଷ୍ୟ। ଯଦି ମୁଁ କହିଥାନ୍ତି ଯେ ତୁମକୁ ଯେ ସେକ୍ସପିୟର ଗୋଟେ କ'ଣ କେଉଁ ପ୍ରକାର ବିଶେଷ୍ୟ ଯଦି ସେଟା ହେବ ନାମବାଚକ ବିଶେଷ୍ୟ କିନ୍ତୁ ଏଠାରେ କାଳିଦାସକୁ ଭାରତର ସେକ୍ସପିୟର କୁହାଯାଏ। ଏଠାରେ ତୁଳନା ଆକାରରେ ଆମେ କ'ଣ କରୁଛୁ ନା ଗୋଟେ ଜାତି ଆକାରରେ ସେକ୍ସପିୟରକୁ ନେଇଛୁ ଗୋଟେ ଜାତି ଅନୁସାରେ ନିଆଯାଇଛୁ ତେଣୁକରି ଏଇଟା ଜାତିବାଚକ ବିଶେଷ୍ୟ ହେବ। ଯଦି ଦେଖିବା ଯେ ସେକ୍ସପିୟର ଗୋଟେ ନାମବାଚକ ବିଶେଷ୍ୟ କିନ୍ତୁ ଏଠାରେ ହେଇଛି ଜାତିବାଚକ ବିଶେଷ୍ୟ ହେଇଛି ସେକ୍ସପିୟରଟି ତେଣୁକରି ଏହାର ସଠିକ୍ ଆନ୍ସର ସଠିକ୍ ବିଶେଷ୍ୟ ହେବ ଜାତିବାଚକ ବିଶେଷ୍ୟ। 7 ନମ୍ବର କ୍ୱେଶ୍ଚିନ୍ ଲୁହା ଏକ ଦରକାରୀ ଧାତୁ ଏହା କି ପ୍ରକାର ବିଶେଷ୍ୟ ଲୁହା ଏକ ଦରକାରୀ ବସ୍ତୁ ଲୁହା ଲୁହା ଗୋଟେ କି ପ୍ରକାର ବିଶେଷ୍ୟ ହେବ ଜାତିବାଚକ ନାମବାଚକ ବସ୍ତୁବାଚକ ଗୁଣବାଚକ ଏହାର ସଠିକ୍ ଆନ୍ସର ହେବ କି ବସ୍ତୁବାଚକ ବିଶେଷ୍ୟ କାହିଁକି ଲୁହା ଗୋଟେ ବସ୍ତୁ ତେଣୁକରି ଆମେ ଯଦି ଲୁହାକୁ ଭାଙ୍ଗିବା ତାର ସର୍ବନିମ୍ନ ଏକକ ମଧ୍ୟ କ'ଣ ବଚିବ ବସ୍ତୁ ହିଁ ବଚିବ ତେଣୁକରି ବସ୍ତୁବାଚକ ହେବ ତାର ସଠିକ୍ ଆନ୍ସର। 8 ନମ୍ବର କ୍ୱେଶ୍ଚିନ୍ ଗୁଣବାଚକ ବିଶେଷ୍ୟର ଲକ୍ଷଣ କ'ଣ ଯାହା ଏକ ବସ୍ତୁର ନାଁକୁ ବୁଝାଏ କି ଯାହା ଜାତିର ନାଁକୁ ବୁଝାଏ ଯାହା ଏକ ମୌଳିକ ପଦାର୍ଥକୁ ବୁଝାଏ ଯାହା ଏକ ନିର୍ଦ୍ଦିଷ୍ଟ ଗୁଣକୁ ବୁଝାଏ ଏହାର ସଠିକ୍ ଆନ୍ସର ହେବ କେଉଁଟା ଗୁଣବାଚକ ବୋଲେ ଯାହା ଏକ ନିର୍ଦ୍ଦିଷ୍ଟ ଗୁଣର ନାମକୁ ବୁଝାଏ ତାକୁ ଆମେ ଗୁଣବାଚକ ବିଶେଷ୍ୟ କହିଥାଉ। ଯାହା ଏକ ମୌଳିକର ପଦାର୍ଥକୁ ବୁଝିଥାଏ ଏଇଟା ତ ହେବନି ଯାହା ଏକ ଜାତିର ନାଁକୁ ବୁଝାଇଥାଏ ଜାତିବାଚକ ବିଶେଷ୍ୟ ଯାହା ଏକ ବସ୍ତୁର ନାଁକୁ ବୁଝାଇଥାଏ ତାର ବସ୍ତୁବାଚକ ବିଶେଷ୍ୟ ତାର ତେଣୁ ଏହି କ୍ୱେଶ୍ଚିନ୍ର ଆନ୍ସର ହେବ 8 ନମ୍ବର କ୍ୱେଶ୍ଚିନ୍ ହେବ ଡି ହେବ ତାର ସଠିକ୍ ଆନ୍ସର। 9 ନମ୍ବର କ୍ୱେଶ୍ଚିନ୍ ହେଲା ମୈତ୍ରୀ ପ୍ରୀତିରେ ମାଟି ମୁଠି ଆମେ ଗଢ଼ିବୁ ଜୀବନ ଅତୁଲ୍ୟ ତୁଲ ରେଖାଗତ ପଦଟି କେଉଁ ପ୍ରକାର ବିଶେଷ୍ୟ ବସ୍ତୁବାଚକ ଜାତିବାଚକ ଗୁଣବାଚକ କି ନାମବାଚକ ଏହାର ସଠିକ୍ ଆନ୍ସର ହେବ କେଉଁଟା ଏହାର ସଠିକ୍ ଆନ୍ସର ହେବ ଗୁଣବାଚକ ବିଶେଷ୍ୟ କିନ୍ତୁ ମୈତ୍ରୀ ଗୋଟେ ଗୁଣକୁ ସୂଚାଇଥିବାରୁ ତାକୁ ମୈତ୍ରୀକୁ ଗୁଣବାଚକ ବିଶେଷ୍ୟ କୁହାଯାଏ। ଯେମିତିକି ଧୈର୍ଯ୍ୟ ହେଲା ସରଳତା ହେଲା ମଧୁରତା ହେଲା ଏଗୁଡ଼ିକ ଗୁଣବାଚକ ବିଶେଷ୍ୟ ତେଣୁ ସଠିକ୍ ଆନ୍ସର ହେବ ଗୁଣବାଚକ ବିଶେଷ୍ୟ ସଠିକ୍ ହେବ। କ୍ରିୟାବାଚକ ବିଶେଷ୍ୟର ସଂଜ୍ଞା କ'ଣ ଯାହାର ଏକ ଅବସ୍ଥାକୁ ବୁଝାଏ କି ଯାହା ଜାତିର ନାଁକୁ ବୁଝାଏ କି ନିର୍ଦ୍ଦିଷ୍ଟ କ୍ରିୟା ବା କାର୍ଯ୍ୟର ନାଁକୁ ବୁଝାଏ କି ସବୁଗୁଡ଼ିକ ଠିକ୍ ଏହାର ସଠିକ୍ ଆନ୍ସର କେଉଁଟା ହେବ ଯାହା ଯଦି ଗୋଟେ ନିର୍ଦ୍ଦିଷ୍ଟ କ୍ରିୟା ବା କାର୍ଯ୍ୟର ନାଁକୁ ବୁଝାଇଲେ ତାକୁ କହିବା ଆମେ କ୍ରିୟାବାଚକ ବିଶେଷ୍ୟ କହିଦେବା ଏହାର ସଠିକ୍ ଆନ୍ସର ହେବ ସି। ତାହାକୁ ପହଁରିବା ଜଣା ନାହିଁ ରେଖାଙ୍କିତ ପଦଟି କେଉଁ ପ୍ରକାର ବିଶେଷ୍ୟ ବସ୍ତୁବାଚକ କି ଗୁଣବାଚକ କ୍ରିୟାବାଚକ କି ଅବସ୍ଥାବାଚକ ବିଶେଷ୍ୟ ତାକୁ ପହଁରିଲେ ଜଣା ନାହିଁ ପହଁରାଲି କେଉଁ ପ୍ରକାର ଗୋଟେ କ୍ରିୟାର ନାଁକୁ ବୁଝୁଛି ଦର୍ଶନ ସେ ଦର୍ଶନ କଲା ସେ ଭ୍ରମଣ କଲା ଏସବୁ ଗୋଟେ ହେଉଛି କ୍ରିୟାର ଭ୍ରମଣ ହେଲା ଦର୍ଶନ ହେଲା ଏଗୁଡ଼ିକ କ୍ରିୟାବାଚକ ବିଶେଷ୍ୟ ଏଠାରେ ପହଁରି ହେଲା ଗୋଟେ କ୍ରିୟାର ନାଁକୁ ବୁଝିଥିବାରୁ ଏହା କ୍ରିୟାବାଚକ ବିଶେଷ୍ୟ ଅପସନ୍ ନମ୍ବର ସି ସଠିକ୍ ଆନ୍ସର। 12 ନମ୍ବର ନିମ୍ନସ୍ଥ ମଧ୍ୟରେ ବିଶେଷ ପଦ କେଉଁଗୁଡ଼ିକୁ ବୁଝାଇଥାଏ ବସ୍ତୁ ଓ ବ୍ୟକ୍ତିର ନାଁକୁ କି କ୍ରିୟାର ନାଁକୁ କି ଜାତିର ନାଁ କି ସବୁଗୁଡ଼ିକ ଆମେ ବିଶେଷ ପଦ କାହିଁକି କହିବା ଯେତେବେଳେ ଆମେ ଗୋଟେ ବ୍ୟକ୍ତିର ନାଁକୁ ବା ବସ୍ତୁର ନାଁକୁ ବୁଝୁଥିବ ଗୋଟେ କ୍ରିୟାର ନାଁକୁ ବୁଝୁଥିବ ବା ଜାତିର ନାଁକୁ ବୁଝୁଥିବ ଏଗୁଡ଼ିକ ଆମେ ଯଦି ଦେଖିବା ତାହେଲେ ବିଶେଷ ପଦ ଏଟା ସଠିକ୍ ଆନ୍ସର ହେବ ଡି ହେବ ସଠିକ୍ ଆନ୍ସର। 13 ନମ୍ବର ମୂର୍ତ୍ତିବାଚକ ବିଶେଷ୍ୟ କାହାକୁ କୁହାଯାଏ ମୂର୍ତ୍ତିବାଚକ ବିଶେଷ୍ୟ କାହାକୁ କୁହାଯାଏ ଯେଉଁ ବିଶେଷ ଗୁଡ଼ିକୁ ଦେଖି ହୁଏ ନାହିଁ କି ଯେଉଁ ବିଶେଷ ଗୁଡ଼ିକୁ ଭାବି ହୁଏ ଯେଉଁ ବିଶେଷ ଗୁଡ଼ିକୁ ଦେଖି ହୁଏ କି କୌଣସି ନୁହେଁ ବିଶେଷ୍ୟ ଆମେ ଜାଣିଲା ଯେ ମୂର୍ତ୍ତିବାଚକ ବିଶେଷ୍ୟ ଯାହାକୁ ଆମେ ଛୁଇଁ ପାରିବା ଦେଖିପାରିବା ଏହି ପ୍ରକାର ବିଶେଷକୁ ମୂର୍ତ୍ତି ଯାହାକୁ ଆମେ ପାଖରେ ଥିବ ଆମେ ଛୁଇଁ ପାରିବା ଦେଖିପାରିବା ଏହି ପ୍ରକାର ବିଶେଷକୁ ଆମେ କ'ଣ କହିବା ମୂର୍ତ୍ତିବାଚକ ବିଶେଷ୍ୟ କହିବା ତେଣୁ ଅପସନ୍ ଦେଖିଲେ ଜାଣି ହେବ କି ଯେ କେଉଁ ବିଶେଷ୍ୟ ଗୁଡ଼ିକୁ ଭାବି ହୁଏ ଯଦି ଭାବି ହୁଏ ବୋଲେ ଆମେ ତାକୁ ମୂର୍ତ୍ତି କହିବାନି କି ଅମୂର୍ତ୍ତିବାଚକ ବିଶେଷ୍ୟ କହିବା ଯେଉଁ ବିଶେଷକ ଗୁଡ଼ିକୁ ଦେଖି ହୁଏ ଏହାର ସଠିକ୍ ଆନ୍ସର ହେବ ଯାହାକୁ ଆମେ ଦେଖି ହେବ ଛୁଇଁ ହେବ ତାକୁ ମୂର୍ତ୍ତିବାଚକ ବିଶେଷ୍ୟ କହିବା ଯାହାକୁ ଦେଖି ହେବନି କି ଦେଖି ହେବ ନାହିଁ
कि भावी हब से प्रकार विशेष को अमूर्त्यवाचक विशेष्य कहा जाए। यार सठिक आंसर हम सी। अमूर्त्यवाचक विशेष्य କାହାକୁ କୁହାଯାଏ? ଏବେ କହିଥିଲି ଯେ ଯେଉଁ ବିଶେଷକୁ ଦେଖି ହୁଏ ତାକୁ ତ ଆମେ ମୂର୍ତ୍ୟବାଚକ କହିବା। ଯେଉଁ ବିଶେଷକୁ ଦେଖି ହୁଏ ନାହିଁ, ଯେଉଁ ବିଶେଷକୁ ଛୁଇଁ ହୁଏ, ଏଇଟା ସଠିକ୍ ଆନ୍ସର ହେବ ବି, ଯାହାକୁ ଆମେ ଦେଖିପାରିବା ନାହିଁ। ଯାହାକୁ ଦେଖି ହୁଏ, ତାହାକୁ ଛୁଇଁ ହୁଏ, ତାହାକୁ ମୂର୍ତ୍ୟବାଚକ ବିଶେଷ କୁହାଯାଏ। ଯାହାକୁ ଦେଖି ହୁଏ ନାହିଁ, ତାହାକୁ ଆମେ ଅମୂର୍ତ୍ୟବାଚକ ବିଶେଷ କହିଥାଉ। 15 ନମ୍ବର କ୍ୱେଶ୍ଚିନ୍ ହେଲା, ନିମ୍ନସ୍ଥ ମଧ୍ୟରେ କେଉଁଟି ମୂର୍ତ୍ୟବାଚକ ବିଶେଷ? ନାମବାଚକ ବିଶେଷ, ଜାତିବାଚକ ବିଶେଷ, ବସ୍ତୁବାଚକ ଗୁଡ଼ିକ କି ସବୁ ଗୁଡ଼ିକ? ଦେଖ, ଯଦି ମୁଁ ନାଁ ଗୋଟେ କହିବି, ପବିତ୍ର କହିବି, ନାଁ ଗୋଟେ ଯଦି କହିବି, ପବିତ୍ର ଗୋଟେ ବ୍ୟକ୍ତିର ନାଁ, ପବିତ୍ରକୁ ଦେଖିପାରିବା, ଛୁଇଁ ବି ପାରିବା। ଯଦି ମୁଁ ଜାତିର କହିବି, ଯଦି ମୁଁ ଜାତିକୁ କହିବି ଗୋଟେ ଶିକ୍ଷକ କହିବି, ବୋଲେ ଶିକ୍ଷକର ଜାତିକୁ ଆମେ ଦେଖିପାରିବା, ଛୁଇଁ ପାରିବା। ଗୋଟେ ବସ୍ତୁକୁ କହିବି, ପଥର ଯଦି ମୁଁ କହିବି, ପଥରକୁ ଦେଖି ହେବ, ଛୁଇଁ ମଧ୍ୟ ହେବ। ତେଣୁକରି ଏସବୁ ଗୁଡ଼ିକୁ ଆମେ ଜାତିବାଚକ ମୂର୍ତ୍ୟବାଚକ ବିଶେଷ୍ୟ କହିଥାଉ। ମନେ ରଖ, ଏକ୍ଜାମ୍ରେ ପଡ଼ିଥାଏ ମୂର୍ତ୍ୟବାଚକ ବିଶେଷ୍ୟ ଗୁଡ଼ିକ କେଉଁଟା ନାମବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ଗୁଡ଼ିକ, ଏଗୁଡ଼ିକ ମୂର୍ତ୍ୟବାଚକ ବିଶେଷ୍ୟ। ଆର ରହିଲା ଦୁଇଟି ଗୁଣବାଚକ ବିଶେଷ୍ୟ ଏବଂ କ୍ରିୟାବାଚକ ବିଶେଷ୍ୟ ଗୁଡ଼ିକ, ଏଗୁଡ଼ିକ ହୋଇଥାଏ ଅମୂର୍ତ୍ୟବାଚକ ବିଶେଷ୍ୟ ହୋଇଥାଏ। ମନେ ରଖ। 16 ନମ୍ବର କ୍ୱେଶ୍ଚିନ୍, ନିମ୍ନସ୍ଥ ମଧ୍ୟରୁ ମୂର୍ତ୍ୟବାଚକ ବିଶେଷ୍ୟ କେଉଁଟି? ଦେଖ, ସୁନାମୁଦି, ଗର୍ବ, ଅହଙ୍କାର, ଭାବିବା। ଏଥିମଧ୍ୟରୁ ଆମେ ଜାଣିବା ଯାହାକୁ ଆମେ ଛୁଇଁ ହେବା, ଦେଖି ହେବା, କେଉଁଟାକୁ ଦେଖିପାରିବା? ଗର୍ବକୁ ଦେଖିପାରିବା କି? ନା। କେମିତି କରୁଛି ତାକୁ ଛୁଇଁ ପାରିବା କି? ନା। ଅହଙ୍କାରକୁ ଦେଖିପାରିବା ନାହିଁ, ଭାବିବା କି ନାହିଁ? ଏସବୁ ଏଗୁଡ଼ିକ ଗର୍ବ ହେଲା, ଅହଙ୍କାର ହେଲା, ଭାବିବା ହେଲା, ଏଗୁଡ଼ିକ ଅମୂର୍ତ୍ୟବାଚକ ବିଶେଷ୍ୟ। କିନ୍ତୁ ସୁନାମୁଦି ହେଉଛି ଗୋଟେ ମୂର୍ତ୍ୟବାଚକ ବିଶେଷ୍ୟ। ଏଇଟା ସଠିକ୍ ଆନ୍ସର ହେବ ଏ। 17 ନମ୍ବର କ୍ୱେଶ୍ଚିନ୍ ହେଲା, ନିମ୍ନସ୍ଥ ମଧ୍ୟରୁ ଅମୂର୍ତ୍ୟବାଚକ ବିଶେଷ୍ୟ କେଉଁଠି? ଗୁଣବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ। ଆମେ ଜାଣିଲା ଯେ ବସ୍ତୁବାଚକ ବିଶେଷ୍ୟ ହେଉଛି ଗୁଡ଼ିକ ମୂର୍ତ୍ୟବାଚକ ବିଶେଷ୍ୟ ହୋଇଥାଏ, କିନ୍ତୁ ଗୁଣବାଚକ ବିଶେଷ୍ୟ ଓ କ୍ରିୟାବାଚକ ବିଶେଷ୍ୟ ହୋଇଥାଏ ଅମୂର୍ତ୍ୟବାଚକ ବିଶେଷ୍ୟ। ତେଣୁକରି ଏହାର ସଠିକ୍ ଆନ୍ସର ହେବ ଅମୂର୍ତ୍ୟବାଚକ ହେବ ସଠିକ୍ ଆନ୍ସର। ପ୍ରଥମ ଦୁଇଟି ଗୁଣବାଚକ ବିଶେଷ୍ୟ ଓ କ୍ରିୟାବାଚକ ବିଶେଷ୍ୟ ହେବ ଏଇଟା ଠିକ୍ ଆନ୍ସର। ହଁ, ଅମୂର୍ତ୍ୟବାଚକ ବିଶେଷ୍ୟ କେଉଁଠି? ବୁଦ୍ଧି, ଘଣ୍ଟା, ଚୌକି, ବିଦ୍ୟାଳୟ। ଏତିକା ଘଣ୍ଟାକୁ ଛୁଇଁ ପାରିବା, ଚୌକିକୁ ଛୁଇଁ ପାରିବା, ବିଦ୍ୟାଳୟକୁ ଦେଖିପାରିବା, କିନ୍ତୁ ଆମେ ବୁଦ୍ଧିକୁ ଦେଖିପାରିବା କି ନାହିଁ? ତେଣୁକରି ଏହାର ସଠିକ୍ ଆନ୍ସର ହେବ ଏ। ଅମୂର୍ତ୍ୟବାଚକ ବିଶେଷ୍ୟ ହେବ ଏ। 19 ନମ୍ବର କ୍ୱେଶ୍ଚିନ୍ ହେଲା, ହଁ, ଅଗଣନୀୟ ବିଶେଷ୍ୟ କ'ଣ? ଯାହା ଗଣି ହେବ ନାହିଁ, କି ଯାହା ଗଣି ହେବ, ଯାହା ଦେଖି ହେବ, କି ସେବୁ ଗୁଡ଼ିକ ଠିକ୍। ଗଣନୀୟ ବିଶେଷ୍ୟ କାହାକୁ? ଯାହାକୁ ଆମେ ଗଣିପାରିବା, ତାକୁ ଗଣନୀୟ ବିଶେଷ୍ୟ ଆମେ କହିପାରିବା। ହଁ, ଆଉ ଗୋଟେ ପଟେ ଗଣନୀୟ ବିଶେଷ୍ୟ ଗୁଡ଼ିକୁ ଆମେ କେଉଁ ବିଶେଷ୍ୟକୁ ଆମେ ଗଣନୀୟ ବିଶେଷ୍ୟକୁ ଅନ୍ତର୍ଭୁକ୍ତ ଆମେ କାହାକୁ ଗଣିପାରିବା? ଯେମିତିକି ନାମବାଚକ ବିଶେଷ୍ୟରେ ଆମେ କେତେ ଗୁଡ଼ିକ ଗଣିପାରିବା। ସେହିପରି ଆମେ ବ୍ୟକ୍ତିବାଚକ ବିଶେଷ୍ୟକୁ ଆମେ ବ୍ୟକ୍ତିବାଚକ ବା ନାମବାଚକ ବିଶେଷ୍ୟ ଗଣିପାରିବା। ବସ୍ତୁବାଚକ ବିଶେଷ୍ୟକୁ ମଧ୍ୟ ଗଣିପାରିବା। ଏଗୁଡ଼ିକ ସମ୍ଭବକାର, ଯାହାକୁ ଆମେ ଗଣନୀୟ ବାଚକରେ ଗଣନୀୟ ବିଶେଷ୍ୟରେ ଅନ୍ତର୍ଭୁକ୍ତ ହୋଇଥାଏ। ଏହାର ସଠିକ୍ ଆନ୍ସର ହେବ ଏଇଟା, ଯାହା ଗଣି ହେବ ତାହାକୁ ଗଣନୀୟ ବିଶେଷ୍ୟ କୁହାଯାଏ। ନିମ୍ନ ମଧ୍ୟରୁ କେଉଁଟି ଗଣନୀୟ ବିଶେଷ୍ୟ? ଫଳ, ବହି କି ନଦୀ, ଏସବୁ ଗୁଡ଼ିକ ସବୁ ଗଣି ହେବ। ତେଣୁକରି ଏଇଟା ଗଣନୀୟ ବିଶେଷ୍ୟ ଡି ରାଇଟ୍ ଆନ୍ସର। ଅଗଣନୀୟ ବିଶେଷ୍ୟର ଲକ୍ଷଣ କ'ଣ? ଯାହାକୁ ଗଣି ହେବ ନାହିଁ, କି ଯାହାକୁ ଗଣି ହେବ, ଯାହାକୁ ଦେଖି ହେବ ନାହିଁ, ଯାହାକୁ ଛୁଇଁ ହେବ ନାହିଁ, ଛୁଇଁ ହେବ। ଯାହାକୁ ଆମେ ଅଗଣନୀୟ ବିଶେଷ୍ୟ କାହାକୁ କହିବା? ଯାହାକୁ ଆମେ ଗଣିପାରିବା ନାହିଁ, ତାକୁ ଯାହାକୁ ଗଣି ହେବନି ତାକୁ ଆମେ ଅଗଣନୀୟ ବିଶେଷ୍ୟ କହିବା। ଅପସନ୍ ନମ୍ବର ଏ ହେବ ତାର ସଠିକ୍ ଆନ୍ସର। ନିମ୍ନସ୍ଥ ମଧ୍ୟରୁ କେଉଁଟି ଅଗଣନୀୟ ବିଶେଷ୍ୟ? ନିଆଁ, ବାଲି, ପାଣି, ସବୁ ଗୁଡ଼ିକ। ଏଥିମଧ୍ୟରୁ କେଉଁଟା ଯାହାକୁ ଆମେ ଗଣିପାରିବାନି? ଯଦି ମୁଁ କହିବି ନିଆଁକୁ ଗଣି ହେବ, ବାଲିକୁ ଗଣି ହେବ, କି ସବୁ ଗୁଡ଼ିକ ଗଣି ହେବ? ଏଥିମଧ୍ୟରୁ କେଉଁଟା ଠିକ୍ ହେବ? ଏହାର ଅଗଣନୀୟ ବିଶେଷ୍ୟ ହେଉଛି ବାଲି। ଆମେ ବାଲିକୁ କେବେ ଗଣିପାରିବା ନାହିଁ। ତେଣୁକରି ଏଗୁଡ଼ିକ ହେଲା ସଠିକ୍ ଆନ୍ସର ଅଗଣନୀୟ ବିଶେଷ୍ୟର ସି। 23 ନମ୍ବର କ୍ୱେଶ୍ଚିନ୍ ହେଲା, ବିଶେଷ ପଦ ଗୁଡ଼ିକ ବାକ୍ୟରେ ମୁଖ୍ୟତଃ କେଉଁ ଭାବରେ ବ୍ୟବହୃତ ହୁଏ? କର୍ତ୍ତା, ସମ୍ବୋଧନ, କର୍ମ, କି ସବୁଆଡ଼ରେ ବ୍ୟବହୃତ? ଏ ସଠିକ୍ ଆନ୍ସର ଜାଣିଥାଅ, ଏଇଟା ହେଲା କର୍ତ୍ତା। ସମ୍ବୋଧନ ପଦ ଅନୁସାରେ ବିଶେଷ ପଦ ମଧ୍ୟ ବ୍ୟବହୃତ ହୁଏ, କର୍ମ ଅନୁସାରେ ମଧ୍ୟ ବ୍ୟବହୃତ ହୁଏ। ତେଣୁକରି ସଠିକ୍ ଆନ୍ସର ହେବ ଡି। ମନେ ରଖ ଏଇ ଜିନିଷଟା, କାଲି ମୁଁ କହିନଥିଲି। କର୍ତ୍ତା ଅନୁସାରେ ବ୍ୟବହାର ହୋଇଥାଏ, ସମ୍ବୋଧନ ଅନୁସାରେ ମଧ୍ୟ ବିଶେଷ ପଦ ବ୍ୟବହାର ହୋଇଥାଏ, କର୍ମ ଅନୁସାରେ ମଧ୍ୟ ଆମ ବିଶେଷ ପଦ ହୋଇଥାଏ। ତେଣୁକରି ଏଇଟା ସଠିକ୍ ଆନ୍ସର ହେବ ଡି। 24 ନମ୍ବର କ୍ୱେଶ୍ଚିନ୍ ହେଲା, ବିଭକ୍ତି ଯୁକ୍ତ ହେଲେ ବିଶେଷର ଆକୃତି ପରିବର୍ତ୍ତନ ଘଟେ କି? ଯଦି ଆମେ ବିଭକ୍ତି
ବିଭକ୍ତି ଲଗାଇଦେବା ବିଶେଷ୍ୟରେ ଯଦି ତାର ଆକୃତିର ପରିବର୍ତ୍ତନ ଘଟିବ କି, ଯେମିତିକି ପରିବର୍ତ୍ତନ ହୁଏ କି ପରିବର୍ତ୍ତନ ହୁଏ ନାହିଁ କି ନୂତନ ଶବ୍ଦ ସୃଷ୍ଟି ହୋଇଥାଏ। ଯଦି ମୁଁ କହିବି ଯେ ପିଲା, ପିଲା, ପିଲାଟି, ପିଲାଟି, ଏଥିରେ କୌଣସି ପରିବର୍ତ୍ତନ ଘଟୁଛି କି ପିଲା, ପିଲାଟିରେ? ନା। କାହିଁକି ନା ପିଲା ଗୋଟେ ଗୋଟେ ବିଶେଷ୍ୟ ହେଉଛି, କୌଣସି ଟି ଲଗେଇଦେବା କି ତା ଲଗେଇଦେବା କି ନି ଲଗେଇଦେବା କି ନ ଲଗେଇଦେବା, କୌଣସି ପରିବର୍ତ୍ତନ ତା ଆକୃତିରେ କୌଣସି ଚେଞ୍ଜ ହେଇଯାଉଛି କି? ପିଲାଟି ଲେଖିଲା ପରେ ଲି ହେଇଯାଉଛି କି? ପିଲା ଲେଖିଲେ ଲୁ ହେଇଯାଉଛି କି? ପିଲୁ ହେଇଯାଉଛି କି? ନାହିଁ। ସେମିତି ତେଣୁ ଆକୃତି ପରିବର୍ତ୍ତନ ନ ହେଲେ ନ ହୋଇଥାଏ ଗୋଟେ, ଯେମିତି ଆମେ ବିଭକ୍ତି ଯୁକ୍ତ ହେଲେ କୌଣସି ଆକୃତି ପରିବର୍ତ୍ତନ ହୁଏ ନାହିଁ। ତେଣୁକରି ଏହା ସଠିକ୍ ଆନ୍ସର ହେବ ବି। ହଁ, ପରିବର୍ତ୍ତନ ହୁଏ ନାହିଁ। ବିଭକ୍ତି ଲଗେଇଦେଲେ ମଧ୍ୟ ବିଶେଷ ପଦରେ ପରିବର୍ତ୍ତନ ହୁଏ ନାହିଁ। ଲେଖା ସରିଲା। ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷ୍ୟ? ସରଳ ବିଶେଷ୍ୟ, ଯୌଗିକ ବିଶେଷ୍ୟ, ଅଗଣନ ବିଶେଷ୍ୟ କି କୌଣସି ନୁହେଁ? ଦେଖ, ଏମିତି ଟାଇପ୍ର କ୍ୱେଶ୍ଚିନ୍ ଏକା ତୁମ ଏକ୍ଜାମ୍ରେ ପଡ଼ୁଛି, ତେଣୁ ମନେ ରଖ, ଏ ଜିନିଷଟିକୁ ପ୍ରାକ୍ଟିସ୍ କର ବାରବାର, ଯେମିତି ତୁମେ 1 ମାର୍କ ଛାଡ଼ିବନି ଏକ୍ଜାମ୍ରେ ପଢ଼ିଲେ ମଧ୍ୟ। ଦେଖ, ଲେଖା ସରିଲା, ଏଥିରେ ଲେଖା ଲେଖା ଯଦି ମୁଁ କହିଥିଲି, ସେଦିନ କହିଥିଲି ଯେ ଆମେ ଯଦି ବାକ୍ୟର ଦୁଇ ପ୍ରକାର ଭାବରେ ଶବ୍ଦଟି ବ୍ୟବହାର ହୋଇଥାଏ। ତେଣୁକରି ଏଠାରେ ଦେଖିବା ଯେ କୌଣସି ବିଭକ୍ତି ଲାଗିଛି, ଏଇଟା ଗୋଟେ ସ୍ୱତନ୍ତ୍ର ଶବ୍ଦ, ତେଣୁକରି ଏହାଟା ହେବ, ଏଇଟାକୁ କୁହାଯାଏ ମାନେ ସରଳ ବିଶେଷ୍ୟ କୁହାଯାଏ। ମନେ ରଖ। ଆଉ ଯେଠି ଯଦି ମୁଁ ଲେଖିବି ପିଲାଟିର ମନ ଭଲ, ପିଲାଟିର ମନ ଭଲ ନାହିଁ, ଯଦି ଲେଖିବି ପିଲାଟିରେ, ଏଇଟା ହେବ ଯୌଗିକ। ତେଣୁକରି ଯେତେବେଳେ ଆମେ ଗୋଟେ ବିଶେଷ ସହିତ କୌଣସି ନା କୌଣସି ବିଭକ୍ତିକୁ ଆମେ ଯୋଗ କରିଥାଉ, ସେ ପ୍ରକାର ଆମେ ଶବ୍ଦକୁ ଯୌଗିକ ବିଶେଷ୍ୟ କହିଥାଉ। ତେଣୁକରି ମନେ ରଖ, ଯେଉଁଥିରେ ଯଦି ବିଭକ୍ତି ବା କୌଣସି ଚିହ୍ନ ଲାଗିଥିବ, ତେଣୁକରି ତାକୁ ଯୌଗିକ ବିଶେଷ୍ୟ ଲାଗିଥିବ। ଆଉ ଯେଉଁଥିରେ କୌଣସି ପ୍ରକାର ବିଶେଷ୍ୟରେ ଚିହ୍ନ, କୌଣସି ବିଭକ୍ତି ଚିହ୍ନ ହେଉ କି ପ୍ରତ୍ୟୟ ଚିହ୍ନ ନ ଲାଗେ, ତାକୁ ଆମେ ସରଳ ବିଶେଷ୍ୟ କହିଥାଉ। ମନେ ରଖ। ତେଣୁକରି ସଠିକ୍ ଆନ୍ସର ହେବ ଏ। ଲେଖା ଯୁଗରେ ସେ ମୋର ଦାଦା ହେବ। ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ୟ? ସରଳ ବିଶେଷ୍ୟ, ଜଟିଳ ବିଶେଷ୍ୟ, ଯୌଗିକ ବିଶେଷ୍ୟ କି ଅଗଣନ ବିଶେଷ୍ୟ? ଯଦି ମୁଁ ରେଖାଙ୍କିତ ପଦ କହିବା, ଯେଉଁ ରେଖାଙ୍କିତ ଲେଖା ଯୁଗରେ ଯଦି ମୁଁ ଏଇଟାକୁ ରେଖାଙ୍କିତ କରିବି, ବୋଲେ କୋଉଟା ହେବ? ମୁଁ ଏବେ କହିଥିଲି, ଯେଉଁଟାକି କୌଣସି ନା କୌଣସି ବିଭକ୍ତି ଯୋଗ ହେଇଥିଲେ ତାକୁ ଆମେ ଯୌଗିକ ବିଶେଷ୍ୟ କହିଥାଉ। ତେଣୁକରି ଏଇଟା ସଠିକ୍ ଆନ୍ସର ହେବ ସି। 27 ନମ୍ବର, ମୂଳ ଶବ୍ଦରେ ଅନ୍ୟ ଏକ ଶବ୍ଦ ଯୋଗ ହେଲେ ତାହା କି ପ୍ରକାର ବିଶେଷ୍ୟ ହୋଇଥାଏ? ମୂଳ ଶବ୍ଦରେ ଅନ୍ୟ ଏକ ଶବ୍ଦ ଯୋଗ ହେଲେ ତାକୁ କି ପ୍ରକାର ବିଶେଷ୍ୟ କହିବା? ତାକୁ ଯୌଗିକ ବିଶେଷ୍ୟ କହିଥାଉ। ମନେ ରଖ। ମୂଳ ଶବ୍ଦରେ ଅନ୍ୟ ଏକ ଶବ୍ଦ ଯୋଗ ହେଲେ ତାହାକୁ କି ପ୍ରକାର ବିଶେଷ୍ୟ କହନ୍ତି? ତାକୁ ଆମେ କହିବା ଯୌଗିକ ବିଶେଷ୍ୟ କହିବା। ଦେଖ, ଇମ୍ପୋର୍ଟାଣ୍ଟ ଏଗୁଡ଼ିକ। ଯୌଗିକ ବିଶେଷ୍ୟ ଗୁଡ଼ିକ କିପରି ଲେଖିବା ଉଚିତ? ଦେଖ, ଛାଡ଼ି ଛାଡ଼ି କି, ଯୋଡ଼ି ଯୋଡ଼ି କି ତଲକୁ ତଲ କି କୌଣସି ନୁହେଁ, ଏଇଟା କହିଲା ଯୋଡ଼ିକି ଛାଡ଼ି ଛାଡ଼ି କରି ନ ଲେଖି ଆମେ ଯୋଡ଼ି ଯୋଡ଼ି କରି ଲେଖିଥାଉ। ଯେମିତି ଆମେ ଏକ୍ଜାମ୍ପଲ ଦେଖିଲା, ଏଇଟା ତୁମର କ୍ୱେଶ୍ଚିନ୍ରେ ପଡ଼ିଥିଲା, କୋଉଟା? ଲେଖା ଯୁଗରେ ସେ ମୋର ଦାଦା ହେବ। ଏଇଟା ଦେଖ, ଲେଖା ଯୁଗରେ ଏଇଟା ଯୋଡ଼ି ଯୋଡ଼ି କରି ଲେଖିଥିବାରୁ, ତେଣୁକରି ଆମେ ଏଇଟାକୁ ଆମେ ଯୋଡ଼ି ଯୋଡ଼ି ଭାବରେ ଲେଖିଥାଉ ଯୌଗିକ ବିଶେଷ୍ୟକୁ। 29 ନମ୍ବର କ୍ୱେଶ୍ଚିନ୍ ହେଲା, ନିମ୍ନସ୍ଥ ମଧ୍ୟରୁ ଭିନ୍ନ ବିଶେଷ୍ୟକୁ ଚିହ୍ନଟ କର। ଗଙ୍ଗା, ଯମୁନା, ଗୋଦାବରୀ, କାବେରୀ, ମହାନଦୀ। କୋଉଟା ହେବ? ମହାନଦୀ କି ଗଙ୍ଗା କି ମହାନଦୀ କି କାବେରୀ କି ଗୋଦାବରୀ? ଯଦି ମୁଁ କହିବି ଯେ ଗୋଦାବରୀ ଗୋଟେ ଲୋକଙ୍କ ନାଁ ହେଇଥିବ, କାବେରୀ ମଧ୍ୟ ଗୋଟେ ଝିଅର ନାଁ ହେଇଥିବ, ହେବ କି ନାହିଁ? ଯଦି ଆମେ କହିବା ଗୋଦାବରୀ ହେଲା, କାବେରୀ ହେଲା, ଗଙ୍ଗା ହେଲା, ଏମାନଙ୍କ ମଧ୍ୟରୁ ସବୁ ନାଁକୁ ବୁଝିଥିବ, କିନ୍ତୁ ମହାନଦୀ ବି ଏମିତି ନାଁ, କିନ୍ତୁ ଏହାର ଜାତିବାଚକ ବିଶେଷ୍ୟ ଆସିବାର, ତେଣୁକରି ଏଇଟା ହେବ ଜାତିବାଚକ ବିଶେଷ୍ୟରୁ ଏଗୁଡ଼ିକ ଆସିଛି ନା ମହାନଦୀ, ତେଣୁକରି ଏଇଟା ହେବ ଅଲଗା। ଯଦି ଆମେ କ୍ୱେଶ୍ଚିନ୍କୁ ଦେଖିବା, ଦେଖ, ନିମ୍ନ ମଧ୍ୟରୁ ଭିନ୍ନ ବିଶେଷ୍ୟ ଗୁଡ଼ିକୁ ଚିହ୍ନଟ କର। ଗଙ୍ଗା, ଯମୁନା, ଗୋଦାବରୀ, କାବେରୀ, ମହାନଦୀ। ତେଣୁକରି ଏଇଟା ସଠିକ୍ ଆନ୍ସର ହେବ ମହାନଦୀ। ଗୋଦାବରୀ, ଗଙ୍ଗା, ଯମୁନା, ଗୋଦାବରୀ, କାବେରୀ, ମହାନଦୀ ହେଉଛି ସବୁଠୁ ଅଲଗା। କାହିଁକି ନା ଅଲଗା? ଜାତିବାଚକ ବିଶେଷ ସେ ଆସିଅଛି, ଆଉ ଏଇଟା ନାମବାଚକ ବିଶେଷରୁ ହିଁ ରହିଅଛି। ଯମୁନା, ଗଙ୍ଗା, ଗୋଦାବରୀ ଗୋଟେ। ଦେଖ, ଆଉ ଗୋଟେ ଏମିତି ବି ଆମେ ଭିନ୍ନ କରିପାରିବା। ଗଙ୍ଗା ହେଉଛି ଗୋଟେ ବ୍ୟକ୍ତିର ନାଁ, ଯମୁନା ଗୋଟେ ବ୍ୟକ୍ତିର ନାଁ, କାବେରୀ ଗୋଟେ ବ୍ୟକ୍ତିର ନାଁ, ଗୋଦାବରୀ ଗୋଟେ ବ୍ୟକ୍ତିର ନାଁ, କାବେରୀ ମଧ୍ୟ ବ୍ୟକ୍ତିର, କିନ୍ତୁ ମହାନଦୀ ଗୋଟେ ନଦୀର ନାଁ। ତେଣୁକରି ଏଇଟା ମଧ୍ୟ ସଠିକ୍ ଆନ୍ସର ହେବ
ଗୋଦାବରୀ ହେବ ତାର ସରି ମହାନଦୀ ହେବ ତାର ସଠିକ ଆନ୍ସର। ଲୁହା ଲୁହ ରକ୍ତ ପଥର ସୁନା ସୁଖ ମଧ୍ୟରୁ ଭିନ୍ନ ଭିନ୍ନ ବିଶେଷଟି କିଏ? ଦେଖ ଲୁହା ରକ୍ତ ପଥର ସୁନା ସୁଖ ଏମାନଙ୍କ ମଧ୍ୟରୁ କିଏ ଭିନ୍ନ ବିଶେଷଟି କିଏ? ଯଦି ଦେଖିବା ଅପସନ ଦେଖ ସୁନା ପଥର ରକ୍ତ ଡି ରେ ଅଛି ସୁଖ। ଯଦି ଦେଖିବା ସୁନା ଗୋଟେ ହଉଛି ବସ୍ତୁବାଚକ ବିଶେଷ୍ୟ, ପଥର ମଧ୍ୟ ବସ୍ତୁବାଚକ ବିଶେଷ୍ୟ। ଯଦି ଆମେ ସୁନାକୁ ଦେଖିବା ସୁନା ହଉଛି ବସ୍ତୁବାଚକ ବିଶେଷ୍ୟ, ଏଇନେ ମଧ୍ୟ ବସ୍ତୁବାଚକ ବିଶେଷ୍ୟ, ରକ୍ତ ମଧ୍ୟ ବସ୍ତୁବାଚକ ବିଶେଷ୍ୟ, କିନ୍ତୁ ସୁଖ ହେଉଛି ଗୁଣ ବା ଅବସ୍ଥାବାଚକ ସୂଚକ। ତେଣୁକରି ଅପସନ ନମ୍ବର ଡି ହେବ ତାର ସଠିକ କିନ୍ତୁ ଭିନ୍ନ, ସେଟା ହେଲା ଡି ନମ୍ବର ହେବ ସୁଖ ତାର ରାଇଟ୍ ଆନ୍ସର। ଏମିତି ଏକ୍ଜାମରେ ପଡୁଛି କୋଉଠି ମନେ ରଖ। 31 ନମ୍ବର କ୍ୱେଶ୍ଚିନ୍ ହେଲା ଲଢ଼େଇ ଖେଳ ପଢ଼ିବା ରାନ୍ଧଣା ଖେଳାଳି ମାନଙ୍କ ମଧ୍ୟରୁ ବିଶେଷ୍ୟଟି କ'ଣ? ଦେଖ ଲଢ଼େଇ ଖେଳ ପଢ଼ିବା ରାନ୍ଧଣା ଖେଳାଳି ହେଉଛି ଆମେ ଜାତିବାଚକ ବିଶେଷ୍ୟ, ରାନ୍ଧଣା ଗୋଟେ କ୍ରିୟାର ନାଁକୁ ବୁଝୁଛେ। ଏତେ ଆମେ ଦେଖିବା ମାନଙ୍କ ଭିନ୍ନ ସବୁ ଗୁଡ଼ିକ ଆମେ ଦେଖିଲା ଯେ ଗୋଟେ ବିଶେଷ୍ୟ ପଦ ଭିନ୍ନ ହେଉଛି ପିଲାମାନେ ମନେ ରଖ ଏଇଟା ଗୋଟେ ଖେଳ ହେଉଛି ଏଇଟା ନା ଅଲଗା, ଖେଳ ହେଲା ଅଲଗା। ତେଣୁକରି 31 ନମ୍ବର ଶିଖ ହେବ ଖେଳ। 32 ନମ୍ବର ହେଲା କେଉଁଟି ବିଶେଷ୍ୟ ପଦ? ପାଲିତ ପାଳନ ପାଳନୀୟ କି ପାଲିଲା, ଏଥି ମଧ୍ୟରୁ କୋଉଟା ଠିକ ହେବ? ଏହାର ସଠିକ ଆନ୍ସର ହେବ ପାଳନ କି ପାଲିତ କି ଆମେ କହିପାରିବା କୋଉଟା ପାଳନ ହେବ ତାର ସଠିକ ଆନ୍ସର ହେବ। ଏ ଜାଗାରେ 32 ନମ୍ବର ସଠିକ ଆନ୍ସର ପାଳନ। ଏଥିର ଏ ତ ଥିଲା ଆମେ ଯେତେ ବି ଆସିବା ବୋଲି କ୍ୱେଶ୍ଚିନ୍ ଥିଲା। ଏବେ ଦେଖିବା କୋଉ କୋଉ ଗୁଡ଼ିକ ପ୍ରିଭିୟସ୍ ଇୟରରେ କ୍ୱେଶ୍ଚିନ୍ ଗୁଡ଼ିକ ଆସିଛି ବିଭିନ୍ନ ପ୍ରକାର ଟିଚିଂ ଏକ୍ଜାମ, ସେଗୁଡ଼ିକ ଆମେ ଏବେ ଡିସ୍କସନ୍ କରିବା। କେଉଁ ବିଶେଷ୍ୟ ପଦ କୌଣସି ନାଁକୁ ବୁଝାଇଲେ ତାକୁ କ'ଣ କୁହାଯାଏ? କୌଣସି ଯଦି ନାଁକୁ ବୁଝାଉଥିବ ତାକୁ ନାମବାଚକ ବିଶେଷ୍ୟ କହିବା। ଯଦି ବସ୍ତୁର ନାଁକୁ ବୁଝାଇଲେ ବସ୍ତୁବାଚକ ବିଶେଷ୍ୟ, ଜାତିକୁ ବୁଝାଉଥିବ ଜାତିବାଚକ ବିଶେଷ୍ୟ, ଗୁଣକୁ ବୁଝାଉଥିଲେ ଗୁଣବାଚକ ବିଶେଷ୍ୟ। ସଂସ୍କାର ବ୍ୟାକରଣ ଅର୍ଥ କ'ଣ? ମାନକ ସଂସ୍କାର ବ୍ୟାକରଣ ଅର୍ଥ କ'ଣ? ଏଇଟା ଏକ୍ଜାମରେ ପଡ଼ୁଅଛି। ଏଇଟା ସବୁ ଯେତେ ବି ଆମେ 33 ନମ୍ବର କ୍ୱେଶ୍ଚିନ୍ କରୁଛୁ ସେ ଜାଗା ସେଇଗୁଡ଼ିକ ଏକ୍ଜାମ ଗୁଡ଼ିକରେ ଆସିଅଛି। ସେ କ୍ୱେଶ୍ଚିନ୍ ଗୁଡ଼ିକ ଆଗର ସବୁ କ୍ୱେଶ୍ଚିନ୍ ଥିଲା, ସବୁ ଆମେ ଯେଉଁ ଗୁଡ଼ାକ ଆସିବା ବୋଲି କ୍ୱେଶ୍ଚିନ୍ ସେଗୁଡ଼ିକ ଆମେ ଡିସ୍କସନ୍ କଲା। ଏଗୁଡ଼ିକ ପ୍ରିଭିୟସ୍ ଇୟର୍ସ କ୍ୱେଶ୍ଚିନ୍। ସଂସ୍କାର ବ୍ୟାକରଣ ଅର୍ଥ କ'ଣ? ସୂର୍ଯ୍ୟଙ୍କର ସ୍ତ୍ରୀ, ବିଶ୍ୱକର୍ମାଙ୍କର କନ୍ୟା, ସହର କି ନାମ? ସଂସ୍କାର ବ୍ୟାକରଣ ଅର୍ଥ ହେଉଛି ନାମ। ଦେଖିଲ ସଂସ୍କାର ବ୍ୟାକରଣ ଅର୍ଥ ହେଉଛି ନାମ, ଏଇଟା ଗୋଟେ ନୋଟ୍ କରି ଦେଇଥିବ। 25 ନମ୍ବର ଥିଲା ଗାଈ ଘୋଡ଼ା ମଣିଷ ହିମାଳୟ, ଏ ଚାରିଟି ଭିତରୁ କେଉଁଠି ଅଲଗା? ଗାଈ ଘୋଡ଼ା ମଣିଷ ହିମାଳୟ ଏସବୁ ଗୁଡ଼ିକ ବିଶେଷ୍ୟ ପଦ। ହଁ ଆଉ କେଉଁଠା ଅଲଗା? ଯଦି ଦେଖିବା ଯଦି ଆମେ ଦେଖିବା ପ୍ରାଣୀ କୋଉ ଗୁଡ଼ିକ ଆମେ ଦେଖିବା ଗାଈ ଗୋଟେ ପ୍ରାଣୀ ଆସିବ, ଘୋଡ଼ା ମଣିଷ, କିନ୍ତୁ ଯଦି ଅପ୍ରାଣୀ ବା ନିର୍ଜୀବକୁ କହିବା ବେଲେ ହିମାଳୟ ଗୋଟେ ଅଲଗା। ତେଣୁ କରି ଅପସନ୍ ହେବ ଡି ହେବ ତାର ସଠିକ ଆନ୍ସର। ଏହି ପ୍ରକାର କ୍ୱେଶ୍ଚିନ୍ ଆସୁଛି। 36 ନମ୍ବର ହେଲା ଘର ଇଟା ପଥର ସିରମେଟ, ଏମାନଙ୍କ ଭିନ୍ନାନ୍ତର କ'ଣ? ଘର ଇଟା ପଥର ସିରମେଟ, ଦେଖ ଏମାନଙ୍କର କୋଉଟା? ଦେଖ ଏଇ ପ୍ରକାର ଦେଖ କ୍ୱେଶ୍ଚିନ୍, ଦେଖ କ୍ୱେଶ୍ଚିନ୍ କେମିତି ପଡୁଛି ଦେଖ ଏକ୍ଜାମରେ। ଘର ଇଟା ପଥର ସିରମେଟ ଏମାନଙ୍କ କେଉଁଠି ଭିନ୍ନ ଧାରଣ? ଦେଖ ଘର ଇଟା ପଥର ସିରମେଟ, ଇଟା ହେଲା ସିରମେଟ ହେଲା ପଥର ହେଲା, ଏସବୁ ଗୁଡ଼ିକ ବସ୍ତୁବାଚକ ବିଶେଷ୍ୟ, କିନ୍ତୁ ଘର ହେଉଛି ଗୋଟେ ଜାତିବାଚକ ବିଷୟ। ତେଣୁକରି ଘର ହେବ ତାର ସଠିକ ଆନ୍ସର। 37 ନମ୍ବର ହେଲା କେଉଁ ବିଶେଷ ପଦକୁ ଦେଖି ବା ଛୁଇଁ ହୁଏ ନାହିଁ, କେବଳ ତାକୁ ଅନୁଭବ କରି ହୁଏ? କାହାକୁ ଆମେ ଦେଖିପାରିବା ନାହିଁ କି ଛୁଇଁ ପାରିବା ନାହିଁ, ସେଟା ହେଉଛି ଗୁଣବାଚକ ବିଶେଷ୍ୟ ହେବ ସଠିକ। ନାମବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟକୁ ଆମେ ଛୁଇଁ ପାରିବା ଦେଖିପାରିବା, କିନ୍ତୁ ଗୁଣବାଚକ ବିଶେଷ୍ୟକୁ ଆମେ ଦେଖିପାରିବା କି ଛୁଇଁ ପାରିବା ନାହିଁ। ଏହାର ସଠିକ ଆନ୍ସର ହେବ ସି। କେଉଁ ପଦ ଅନ୍ୟ ପଦର ଗୁଣ ଅବସ୍ଥା ସଂଖ୍ୟା ବା ପରିମାଣକୁ ବୁଝାଏ ତାକୁ କ'ଣ କୁହାଯାଏ? ଦେଖ ଏକ୍ଜାମରେ ପଡୁଛି କେଉଁ ପଦ ଅନ୍ୟ ପଦର ଗୁଣ ଅବସ୍ଥା ସଂଖ୍ୟା ପରିମାଣକୁ ବୁଝାଏ ତାହାକୁ ଆମେ କହିଥାଉ ବିଶେଷଣ
ପଦ କହିଥାଉ। ବିଶେଷ୍ୟ କହିଲେ ତ ଆମେ ଜାଣିଛୁ କୌଣସି ନାଁକୁ ଆଉ ଯାହାକୁ ତାର ବିଶେଷ ସର୍ବନାମ କହିଥିଲେ ଆମେ ଯାହାର ବିଶେଷ ପଦରେ ଯାହା କିଛି ବ୍ୟବହାର କରି ତାହାକୁ ସର୍ବନାମ କହିଥାଉ। ଅବୟ କହିଲେ ଆମେ ଯାହା କିଛି ଆମେ କାଳ ପରିବର୍ତ୍ତନ ସବୁ କିଛି ପରିବର୍ତ୍ତନ ହେଲେ ମଧ୍ୟ ପରିବର୍ତ୍ତନ ହୋଇନାହିଁ ତାହା ହେଉଛି ଅବୟ, ଯାହାକୁ ଆମେ ବ୍ୟୟ କରିପାରିବା ନାହିଁ। ଏହାର ସଠିକ୍ ଆନ୍ସର ହେଉଛି ଏଇଟା ବିଶେଷଣ 38 ବି। 39 ନମ୍ବର ହେଲା କେଉଁ ପଦ ବିଶେଷ ପଦର ପରିବର୍ତ୍ତେ ବ୍ୟବହୃତ ହୁଏ? ତାକୁ କ'ଣ କୁହାଯାଏ? ଆମେ ଜାଣିଲା ବିଶେଷ ପଦ ପରିବର୍ତ୍ତେ ଯାହା କିଛି ବ୍ୟବହାର ତାକୁ ଆମେ ସର୍ବନାମ କହି। କେଉଁ କ୍ରିୟା ଦ୍ୱାରା ବାକ୍ୟର ସମାପ୍ତି ସୂଚକ ହୁଏ ତାହାକୁ କ'ଣ କୁହାଯାଏ? ସମାପିକା କ୍ରିୟା, କି ଅସମାପିକା କ୍ରିୟା, କି ଯୌଗିକ ବାକ୍ୟ, କି ସଂଯୁକ୍ତ କ୍ରିୟା। ଯଦି ବାକ୍ୟର ସମାପ୍ତି ସୂଚକ ଦେଖାଯିବ ତାକୁ ସମାପିକା କ୍ରିୟା କୁହାଯାଏ। କେଉଁ ସେ ଅତ୍ୟନ୍ତ ଚତୁରତା ସହିତ କାର୍ଯ୍ୟ ସମ୍ପାଦନ କଲେ। ଏହି ବାକ୍ୟ କେତୋଟି ବିଶେଷ୍ୟ ପଦ ଅଛି? ସେ ଅତ୍ୟନ୍ତ ଚତୁରତା ସହିତ କାର୍ଯ୍ୟ ସମ୍ପାଦନ କଲେ। ଏଥିରେ କେତୋଟି ଆମେ ଦେଖିବା ଯେ ଏମିତି ବି କ୍ୱେଶ୍ଚିନ୍ ଆସୁଛି ଦେଖ, ସେ ଅତ୍ୟନ୍ତ ଚତୁରତା ସହିତ କାର୍ଯ୍ୟ ସମ୍ପାଦନ କଲେ। ଏଥିରେ ଦୁଇଟି ବିଶେଷ୍ୟ ପଦ ରହିଛି। ଦେଖ ଚତୁରତା ଗୋଟେ ଗୁଣକୁ ବୁଝୁଛି ଆଉ ସମ୍ପାଦନ ମଧ୍ୟ ଏଇଟା ଗୁଣକୁ ବୁଝୁଛି। ତେଣୁକରି ଏଇଟା କ୍ରିୟାର ସମ୍ପାଦନ କଲା, ଏଇଟା ଗୋଟେ କ୍ରିୟାର ନାମକୁ ବୁଝିଥିବା ତେଣୁ ଆଉ ଏଇଟା ଚତୁରତା ଦେଖିଥିବାରୁ ଏଇଟା ଗୋଟେ ଦୁଇ ପ୍ରକାର ବିଶେଷଟି ବ୍ୟବହାର ହୋଇଛି। ତେଣୁକରି ଏହାର 44 ନମ୍ବର ବି ହେବ ତାର ସଠିକ୍ ଆନ୍ସର। 45 ନମ୍ବର ନିମ୍ନସ୍ଥ କେତୋଟି 46ର କ୍ୱେଶ୍ଚିନ୍ ହେଲା ନିମ୍ନ ବାକ୍ୟରୁ ବିଶେଷ ପଦଟି ଚିହ୍ନ। 10ଟି ପାଚିଲା ଆମ୍ବ ଥିଲା। ଏଇ 10ଟି ପାଚିଲା ଆମ୍ବ ବାକ୍ୟରେ ଆମକୁ ବିଶେଷ ପଦ ଚିହ୍ନିବା ଅଛି। କୋଉଟା ବିଶେଷ ପଦ? 10ଟି କି ପାଚିଲା କି ଆମ୍ବ କି ଥିଲା? କୋଉଟା ବିଶେଷ ପଦ? ଯଦି ଆମେ ଦେଖିବା ଯେ ଥିଲା ହେଉଛି କ୍ରିୟାପଦ, 10ଟି ହେଉଛି ମଧ୍ୟ ସଂଖ୍ୟାବାଚକ ବିଶେଷଣ, ପାଚିଲା ମଧ୍ୟ ଗୋଟେ ଅବସ୍ଥାବାଚକ ବିଶେଷଣ, କିନ୍ତୁ ଆମ୍ବ ହେଉଛି ମାନେ ବିଶେଷ୍ୟ ପଦ। ଅପସନ୍ ହେବ ସି ହେବ ତାର କରେକ୍ଟ ଆନ୍ସର। 47 କ୍ୱେଶ୍ଚିନ୍ ନିମ୍ନରୁ କେଉଁଟି ବିଶେଷ ପଦ ନୁହେଁ? ଦେଖିବା ତୁଣ୍ଡ ଗୋଟେ ନାଁ, କାଣ୍ଡ ଗୋଟେ ନାଁ, ମୁଣ୍ଡ ଗୋଟେ ନାଁ, କିନ୍ତୁ ରୁଣ୍ଡ ଏ ଜାଗାରେ ଆମେ ବିଶେଷ ପଦ ଏଇଟା ନୁହଁ। ଅପସନ୍ ନମ୍ବର ସି ହେବ ତାର କରେକ୍ଟ ଆନ୍ସର। 48 ନମ୍ବର କ୍ୱେଶ୍ଚିନ୍ ହେଲା ନିମ୍ନରୁ କେଉଁଟି ବିଶେଷ ପଦ ନୁହେଁ? ମହତ୍ଵ ଦେଖିବା ନେତୃତ୍ୱ, ସାଧୁତା, ସତ୍ୟବାଦୀ ଏଗୁଡ଼ିକ ହେଉଛି ବିଶେଷ୍ୟ ପଦ ମଧ୍ୟରୁ କୋଉଟା ବିଶେଷ ପଦ ନୁହେଁ? এই ଶବ୍ଦ ଗୁଡ଼ିକ ମଧ୍ୟରୁ କୋଉଟା ବିଶେଷ ପଦ ନୁହେଁ? ସେଟା ହେଉଛି ଏ ମହତ୍ଵ ହେଉଛି ବିଶେଷ ପଦ ନୁହେଁ। ନେତୃତ୍ୱ, ସାଧୁତା ଏ ତ କ୍ରିୟା। ଆମେ ଦେଖିବା ଯେ ଗୁଣବାଚକ ବିଶେଷ, ସତ୍ୟବାଦୀ ମଧ୍ୟ ଆମେ ଦେଖିବା ଯେ ଏ ମଧ୍ୟ ଆମ ବିଶେଷ୍ୟଟା, କିନ୍ତୁ ଏ ମହତ୍ଵଟା ବିଶେଷ୍ୟ ନୁହେଁ। 49 କ୍ୱେଶ୍ଚିନ୍ ହେଲା କାବେରୀ ନଦୀକୁ ଦକ୍ଷିଣ ଭାରତର ଗଙ୍ଗା କହନ୍ତି। ଏଠାରେ ଗଙ୍ଗା କେଉଁ ଜାତୀୟ ବିଶେଷ୍ୟ ହୋଇଥାଏ? ଜାତିବାଚକ ବିଶେଷ୍ୟ ଅଛି। ଏଠାରେ ଗଙ୍ଗା ହେଉଛି ଜାତିବାଚକ ବିଶେଷ୍ୟ, ନାମବାଚକ ବିଶେଷ୍ୟ ନ ହୋଇ ଜାତିବାଚକ ବିଶେଷ୍ୟ ହୋଇଥାଏ। ତେଣୁକରି ଏଠାରେ ଅପସନ୍ ନମ୍ବର ବି ହେବ ତାର ସଠିକ୍ ଆନ୍ସର। ମାର୍ଟିନ୍ ଲୁଥର ଥିଲେ ଆମେରିକାର ଗାନ୍ଧୀ। ଏଠାରେ ଗାନ୍ଧୀ କେଉଁ ଜାତୀୟ ବିଶେଷ୍ୟ ପଦ? ଜାତିବାଚକ, ବସ୍ତୁବାଚକ, ଗୁଣବାଚକ, ବ୍ୟକ୍ତିବାଚକ। ଏହାର ସଠିକ୍ ଆନ୍ସର ହେବ ଏଠାରେ ଜାତିବାଚକ ବିଶେଷ୍ୟ ହେବ ତାର ସଠିକ୍ ଆନ୍ସର। ଗାନ୍ଧୀ ହେଉଛି ଜାତିବାଚକ ବିଶେଷ୍ୟ। ମୁଁ କହିଥିଲି ଯେତେବେଳେ ଆମେ ନାମବାଚକ ବିଶେଷ୍ୟ ବ୍ୟବହାର ଓ ଜାତିବାଚକ ଅନୁସାରେ ତା ପୂର୍ବରୁ ର ବ୍ୟବହାର ହୋଇଥାଏ। ତେଣୁକରି ଏଟା ମନେ ରଖ। 51 କ୍ୱେଶ୍ଚିନ୍ ମଣିଷ ଏକ ସାମାଜିକ ପ୍ରାଣୀ। ଉକ୍ତ ବାକ୍ୟରେ ରେଖାଙ୍କିତ ପଦଟି କି ପ୍ରକାର ବିଶେଷ ପଦ? ଆମେ ଜାଣିଛୁ ମଣିଷର ଜାତି କୁହାଯାଇଥିଲେ ଜାତିବାଚକ ଏଠାରେ ବିଶେଷ୍ୟ ପଦ। ଭାରତର ଭୋକିଲା ଭିକାରୀକୁ ଖାଦ୍ୟ ଦେଲା। ଏଠାରେ ଭରତ ଭୋକିଲା କୁକୁରଟିକୁ ଖାଦ୍ୟ ଦେଲା। ଯଦି ଏଠାରେ ଦେଖିବା ଭୋକିଲା ଓ ଭିକାରୀଟା କି ପ୍ରକାର ବିଶେଷ୍ୟ? ଯଦି ଦେଖିବା ଜାତିବାଚକ, ନାମବାଚକ, କ୍ରିୟାବାଚକ, ଗୁଣବାଚକ। ଯେହେତୁ ଭୋକିଲା ଗୋଟେ ଗୁଣକୁ ବୁଝୁଛି ତେଣୁକରି ଏଠାରେ ଗୁଣବାଚକ ବିଶେଷ୍ୟ। ଗୋଟେ ଅବସ୍ଥା ଭୋକିଲା, ଭୋକ, ଧନୀ, ଗରିବ ଏ ପ୍ରକାର ଗୁଣବାଚକ ବିଶେଷ୍ୟ ହୋଇଥାଏ। ପିଲାଟି କଷ୍ଟେ ଦେଖି ମୋତେ କାନ୍ଦ ଲାଗିଲା। କାନ୍ଦ ଯଦି ରେଖାଙ୍କିତ ପଦଟି ହୁଏ ତାର ସର୍ବନାମ ପଦ
ଶବ୍ଦଟି କି ପ୍ରକାର ସର୍ବନାମ ଦର୍ଶାଅ। କାନ୍ଦ କି ପ୍ରକାର ହେବ କ୍ରିୟାବାଚକ ସର୍ବନାମ। ଯେହେତୁ କାନ୍ଦଟି ଗୋଟେ କାନ୍ଦିବାର କାମ କରୁଛି ତ କ୍ରିୟାବାଚକ ସର୍ବନାମ ହେବ। ଏଗୁଡ଼ିକ ଏକ୍ଜାମ୍ରେ ପଡ଼ିଛି ପ୍ରିଭିୟସ୍ ଇୟର୍ର କୋଶ୍ଚିନ୍ ଗୁଡ଼ାକ ଏଗୁଡ଼ିକ। ଗାନ୍ଧିଜୀ ସତ୍ୟର ପୂଜାରୀ। ଯଦି ମୁଁ କହିବି ଗାନ୍ଧୀ ସତ୍ୟର ପୂଜାରୀ, ସତ୍ୟ କି ପ୍ରକାର, ସତ୍ୟ କ'ଣ ଏଠାରେ କି ପ୍ରକାର, ଏଇଟା ବିଶେଷ୍ୟ ପଦ, ସତ୍ୟ ମିଥ୍ୟା ଏଗୁଡ଼ିକ ବିଶେଷ୍ୟ ପଦ। ଏଠାରେ ଏ ହେବ ତାର ସଠିକ୍ ଆନ୍ସର। 55 କ୍ୱେଶ୍ଚିନ୍ ହେଲା କେଉଁ ବିଶେଷ୍ୟ ପଦ କୌଣସି ନିର୍ଦ୍ଦିଷ୍ଟ କ୍ରିୟା ବା କାର୍ଯ୍ୟର ନାଁକୁ ବୁଝାଇଲେ ତାକୁ ଆମେ କହିବା କ୍ରିୟାବାଚକ ବିଶେଷ୍ୟ କହିଥାଉ। ଠିକ୍ ଅଛି, ଭଲ ଭାବରେ ଆମେ MCQକୁ ଡିସ୍କସନ୍ କଲା। ଏଗୁଡ଼ିକ ଏକ୍ଜାମ୍ ଗୁଡ଼ିକରେ ଆସିଅଛି, କ୍ୱେଶ୍ଚିନ୍ ଗୁଡ଼ିକ ଡିସ୍କସନ୍ କଲା ଯାହାକି ଆସିଅଛି। ତେଣୁକରି ଏହି ପ୍ରକାର କ୍ୱେଶ୍ଚିନ୍କୁ ତୁମେମାନେ ଦେଖି ପ୍ରିପାରେସନ୍ ତୁମ ଆଗାମୀ ଏକ୍ଜାମ୍ ଗୁଡ଼ିକ ପଡ଼ିବ। ତେଣୁକରି ଏଗୁଡ଼ିକୁ ବାରମ୍ବାର ପ୍ରାକ୍ଟିସ୍ କର ଘରରେ। ଆଉ ଆମେ କେଉଁ ଚ୍ୟାପ୍ଟରରେ ଆଗାମୀ ଭିଡ଼ିଓ ବନେଇବା କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଚ୍ୟାନେଲ୍କୁ ଯଦି ନୂଆ ଆସିଥିଲେ ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ୍ କରିବେ, ଯାହାଫଳରେ ତୁମେମାନେ ଏମିତି ଭିଡ଼ିଓ ଦେଖିବେ। ଆଉ କେଉଁ ଟାଇପ୍ର ପଢ଼ିବା ତାହାକୁ ମଧ୍ୟ କମେଣ୍ଟ ମାଧ୍ୟମରେ ତୁମେ ଜାଣିପାରିବେ। ଧନ୍ୟବାଦ ପିଲାମାନେ, ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ।